ଜଣେ ସ୍ତ୍ରୀ ଓ ତାଙ୍କ ପୋଷା କୁକୁରଙ୍କୁ ନେଇ କିଛି ଏମିତି ଘଟଣା ଘଟିଥିଲା ଶୁଣିଲେ ଆପଣଙ୍କର ହୋସ୍ ଉଡ଼େଇଦେବ। କୋରାପୁଟ ସୀମାରେ ରହିଛି ଜୁନାଗଡ଼ ଗାଁ। ସେଠାରେ ଜଣେ ସଚ୍ଚୋଟ ଓ ସହୃଦୟ ମହିଳା ରହୁଥିଲେ। ସେ ମହିଳାଙ୍କ ନାଁ ସୀମା ଥିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସୀମାଙ୍କର ସ୍ୱାମୀ ଜଣେ ସଚ୍ଚୋଟ ସରପଞ୍ଚ ଥିଲେ। ତାଙ୍କ ଅଞ୍ଚଳରେ ସେ ଜଣାଶୁଣା ଲୋକ ଥିଲେ। ସେ ଥିବାବେଳେ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାମ କରିଥିବା ବେଳେ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ସବୁ ଫଇସଲା ବି ସଚ୍ଚୋଟତାର ସହିତ କରୁଥିଲେ। ସେ ଯେମିତି ଥିଲେ ତାଙ୍କ ସ୍ତ୍ରୀ ସୀମା ବି ସେମିତି ଥିଲେ। ସୀମା ବି ପୁରା ଭଲ ହୃଦୟର ମଣିଷ ଥିଲେ। ସବୁବେଳେ ପରୋପକାରୀ ଓ ଭଗବାନଙ୍କୁ ସ୍ମରଣ କରୁଥିବା ସ୍ତ୍ରୀ ଥିଲେ। ଆଉ ତାଙ୍କ ପାଖକୁ ବୀଣା ଶିଖିବା ପାଇଁ ଲୋକ ଆସୁଥିଲେ। ସେ ସେମାନଙ୍କୁ ଭଗବାନଙ୍କ ବିଷୟରେ କହିବା ସହିତ ବୀଣା ଖୁବ୍ ଭଲରେ ଶିଖାଉଥିଲେ। ସ୍ୱାମୀ ଥିବାବେଳେ କିଏ ବି ତାଙ୍କୁ ନଜର ଉଠାଇ ଅନଉ ବି ନଥିଲେ। ସୀମା ବି ବହୁତ ସୁନ୍ଦର ଥିଲେ। ଆଉ ତାଙ୍କର ପୁଅ ଝିଅ କିଛି ବି ନଥିଲେ। ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀ ମରିଯାଇଥିଲେ। ସ୍ୱାମୀ ମରିଯିବା ପରେ ସେ ଏକୁଟିଆ ହୋଇଯାଇଥିଲେ। ଭାଇ ଭଉଣୀ ବାପା ମା କେହି ବି ନଥିଲେ। ତେଣୁ ଏକୁଟିଆ ସେ ସେହି ଘରେ ରହୁଥିଲେ। ସବୁବେଳେ ଭଗବାନଙ୍କର ଶରଣରେ ରହୁଥିଲେ। ସେ ଜାଣିଥିଲେ କି ସ୍ୱାମୀ ମରିଯିବା ପରେ ସ୍ଥାନୀୟ ଲୋକ ମୋ ଉପରେ ନଜର ପକେଇବେ। ମୋତେ ଅସୁବିଧାରେ ବି ପକାଇ ପାରନ୍ତି। ଖରାପ ନଜର ବି ପକେଇ ପାରନ୍ତି। ହେଲେ ତାଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ଥିଲା। ସ୍ୱାମୀ ଥିବାବେଳେ ସେ କେବେ ବି ବାହାରକୁ ବାହାରୁ ନଥିଲେ। ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ସବୁ କାମ ପାଇଁ ତାଙ୍କୁ ବାହାରକୁ ଯିବାକୁ ପଡ଼ିଲା। ସେ ସାହିରେ ଜଣେ ଧନୀ ଲୋକ ରହୁଥିଲେ। ତାଙ୍କ ନାଁ ବିକ୍ରମ ଥିଲା। ଥରେ ସୀମା କୌଣସି କାମରେ ବାହାରକୁ ବାହାରିଥିଲେ। ଆଉ ବିକ୍ରମ ଯେତେବେଳେ ସୀମାକୁ ଦେଖିଛନ୍ତି ପୁରା ପାଗଳ ହୋଇଗଲେ। ବାହାନା କରି ତାଙ୍କ ସହିତ କଥା ହେବାକୁ ଚେଷ୍ଟା କଲେ। ହେଲେ ସୀମା ବିକ୍ରମ ସହିତ କଥା ହେବାକୁ ମନା କରିଦେଲେ। ଆଉ ସେଠାରୁ ପଳାଇ ନିଜ କାମ ସାରି ଘରକୁ ଫେରିଲେ। ଘରକୁ ଫେରିବା ସମୟରେ ଗୋଟେ ଛୋଟ କୁକୁର ଅସୁସ୍ଥ ଅବସ୍ଥାରେ ପଡ଼ି ରହିଥିଲା। ସୀମା ଜଣେ ଦୟାଳୁ ସ୍ତ୍ରୀ ଲୋକ ଥିଲେ। ତେଣୁ ସେ କୁକୁର ଛୁଆକୁ ଦେଖି ତାଙ୍କୁ କଷ୍ଟ ଅନୁଭବ ହେଲା। ଆଉ ତାକୁ ନେଇକି ଘରକୁ ଆସିଲେ। ଘରେ ସେ କୁକୁରକୁ ସେବା ଯତ୍ନ କରି ପଟି ବାନ୍ଧିଦେଲେ। କିଛି ଦିନ ଭିତରେ ସେ କୁକୁର ଛୁଆ ସୁସ୍ଥ ହୋଇଗଲା। ଆଉ ତା ସହିତ ଏତେ ମିଶି ଯାଇଥିଲେ ଯେ ସମୟ କେମିତି ବିତି ଯାଉଥିଲା ଜାଣିପାରୁନଥିଲେ। ସେ କୁକୁର ଛୁଆ ସହିତ କଥା ହେଇ ନିଜ ହୃଦୟର ବୋଝକୁ ଟିକେ ଲାଘବ କରୁଥିଲେ। ନିଜର ସବୁ ଅସୁବିଧା କଥା ତାକୁ ଜଣାଉଥିଲେ। ଧୀରେ ଧୀରେ କୁକୁର ଛୁଆ ବଡ଼ ହେଲା। ଆଉ ସେ ସୀମା ସହିତ ପୁରା ମିଶି ଯାଇଥିଲା। ସୀମା ବି କୁକୁରକୁ ବହୁତ ଭଲ ପାଉଥିଲା। ସେ କୁକୁରର ଗୋଟିଏ ଭଲ ଗୁଣ ଥିଲା। ସୀମା ଯେଉଁ ରୁମରେ ପୂଜାର୍ଚ୍ଚନା କରୁଥିଲେ ସେଠାକୁ ସେ କୁକୁରଟି ଯାଉନଥିଲା। କୁକୁର ବି ଘର ବାହାରକୁ ବାହାରୁ ନଥିଲା। କୁକୁର ବି ତା ମାଲିକାଣୀକୁ ବହୁତ ଭଲ ପାଉଥିଲା। ସୀମା ଯେବେ ବି ବାହାରକୁ ଯାଉଥିଲେ ବିକ୍ରମ ତାଙ୍କୁ ଅନାଇ ରହୁଥିଲେ। ବିକ୍ରମ ଜଣେ ଖରାପ ପ୍ରକୃତିର ଲୋକ ଥିଲେ। ବହୁତ ମହିଳାଙ୍କ ସହିତ ତାଙ୍କର ଏ ସମ୍ପର୍କ ଥିଲା। ଏଥିପାଇଁ ସେ ବହୁତ ଟଙ୍କା ବି ଖର୍ଚ୍ଚ କରୁଥିଲେ। ଯେତେବେଳେ ସୀମାଙ୍କୁ ସେ ନିଜ ଜାଲରେ ଫସାଇ ପାରିଲେନି ଥରେ ବିକ୍ରମ ନିଜର ଜଣେ ଲୋକଙ୍କୁ ପଠାଇଲା। ସେ ଲୋକ ଜଣକ ଯାଇ ସୀମାଙ୍କ ଘରର କବାଟ ବାଡ଼େଇଲେ। ଆଉ ସୀମାଙ୍କୁ କହିଲେ କି ସାର୍ ଆପଣଙ୍କୁ ଡାକୁଛନ୍ତି, କିଛି କାମ ଅଛି। ସୀମା ରୋକଠୋକ ମନା କରିଦେଲେ। କହିଲେ ମୁଁ ପର ପୁରୁଷ ସହିତ ଦେଖା ହୋଇପାରିବିନି। ବିକ୍ରମ ଏକଥା ଶୁଣିବା ପରେ ପୁରା ରାଗରେ ଲାଲ ହୋଇଗଲେ। ଆଉ କହିଲେ କି ଆଜି ଯାଏ ମୋତେ କିଏ ବି ସ୍ତ୍ରୀ ଲୋକ ମନା କରିନାହାନ୍ତି। ଆଉ ଏମିତି କିଏ ଯେ ସିଧା ସିଧା ମନା କରିଦେଲା ମୋତେ ଦେଖା କରିବାକୁ। ବିକ୍ରମକୁ ବହୁତ ଖରାପ ଲାଗିଲା। ଏଥର ସେ ନିଜେ ଗଲେ ସୀମାଙ୍କ ଘରକୁ। ଘରର କବାଟ ବାଡ଼େଇବା ପରେ ଭିତରେ ଥାଇ ସୀମା ପଚାରିଲେ କିଏ? ସେଠୁ ବିକ୍ରମ ନିଜ ପରିଚୟ ଦେଇ କହିଲେ ମୋର କିଛି କାମ ଅଛି ତମ ପାଖରେ, କବାଟ ଖୋଲ। ସୀମା କହିଲେ କି ତମେ ଧନୀ ହୁଅ କି ଗରିବ କି ମହାରାଜା ମୁଁ ତମକୁ ଜାଣିନି, ତମେ ଏଇଠାରୁ ପଳାଅ। ହେଲେ ବିକ୍ରମ ଛାଡ଼ିବା ଲୋକ ନଥିଲେ। କହିଲେ ମୁଁ ଯେବେଳୁ ତମକୁ ଦେଖିଛି ପାଗଳ ହୋଇଯାଇଛି।
ତମକୁ ଭଲ ପାଇ ବସିଛି, ତେଣୁ ତମ ସହିତ କଥା ହେବାକୁ ଚାହୁଁଛି। ଏଥିପାଇଁ ମୋତେ ଯାହା ବି କରିବାକୁ ପଡ଼ିବ ମୁଁ କରିବି। ସୀମା କହିଲେ କି ଯଦି ତମ ମନରେ ଭଲ ପାଇବା ଅଛି ତାହେଲେ ବାହା ହୁଅ, ଏମିତି ଆସି ହଇରାଣ କରନି। ହେଲେ ବିକ୍ରମ କହିଲେ କି ମୁଁ ତମକୁ ବାହା ହୋଇପାରିବିନି, କିନ୍ତୁ ତମେ ଯାହା ଚାହିଁବ ମୁଁ ଦେଇପାରିବି। ସୀମା ରାଗି ଯାଇ କହିଲେ କି ଟିକେ ଭଗବାନଙ୍କୁ ଡର ଆଉ ଏଇଠାରୁ ପଳାଅ। ସେଦିନ ବିକ୍ରମ ପଳେଇଲେ। ହେଲେ ଏବେ ସବୁଦିନ ସେ ସୀମାଙ୍କ ଘରକୁ ଆସି କବାଟ ବାଡ଼େଇବାରେ ଲାଗିଲେ। ହେଲେ ସୀମା ଜମା ବି କବାଟ ଖୋଲୁନଥିଲେ। ଥରେ ବିକ୍ରମ ଚିନ୍ତା କଲେ କି ଆଜି ମୁଁ ମୋ ଲୋକଙ୍କୁ ପଠେଇକି ତା କବାଟ ଭାଙ୍ଗିକି ତାକୁ ଉଠାଇ ଆଣିବି। ସନ୍ଧ୍ୟାରୁ ରାତି ହେଲା। ବିକ୍ରମଙ୍କର 4 ଜଣ ଲୋକ ସୀମାଙ୍କୁ ବଳପୂର୍ବକ ଆଣିବା ପାଇଁ ଗଲେ। ଯେତେବେଳେ ସେମାନେ ତାଙ୍କ କବାଟ ପାଖରେ ପହଞ୍ଚିଛନ୍ତି, କେଜାଣି କ'ଣ ହେଲା, ଯେମିତି ସମସ୍ତଙ୍କୁ କୌଣସି ଶକ୍ତି ଟେକିକି ଫିଙ୍ଗି ଦେବା ପରି ଲାଗିଲା। ସେମାନେ ଯେତେବେଳେ ପାରିଲେନି, ଯାଇକି ବିକ୍ରମକୁ କହିଲେ କି ସୀମା ଘର ପାଖରେ ବୋଧେ କିଛି ଅଦୃଶ୍ୟ ଶକ୍ତି ଅଛି, ଯାହାକି ଆମକୁ ସେଠାକୁ ଯିବାକୁ ଦେଉନି। ଶୁଣିକି ବିକ୍ରମ ମନରେ ଏକ ଭୟାନକ ଦୁର୍ବୁଦ୍ଧି ଆସିଲା। ଆଖପାଖ ଅଞ୍ଚଳର ଅନ୍ୟ 2 ଧନୀ ଲୋକଙ୍କ ସହିତ ମିଶିଲା ଆଉ ସେମାନଙ୍କୁ କହିଲେ କି ଆମ ସାହିରେ ଜଣେ ସୁନ୍ଦରୀ ମହିଳା ରହୁଛନ୍ତି। ମୁଁ ପୁରା ଚେଷ୍ଟା କରିଦେଲି, ହେଲେ ସେ ମୋ କଥା ଶୁଣିଲାନି। ହେଲେ ତମେମାନେ ମିଶିକି ତାକୁ କାବୁ କରିପାରିବ, ଆଉ ସେ ମିଳିଗଲେ ଆମେ ମିଶିକି ବାଣ୍ଟି ନେବା। ଅର୍ଥାତ୍ ସେମାନେ ସୀମାଙ୍କ ସହିତ ଜବରଦସ୍ତି କରିବା ପାଇଁ ଯୋଜନା କଲେ। ଯୋଜନା ଅନୁସାରେ ଜଣେ ଜଣେ କରି ସମସ୍ତେ ସୀମାଙ୍କ ଘରକୁ ଗଲେ। ହେଲେ ସୀମା ସମସ୍ତଙ୍କୁ ଫେରାଇ ଦେଲେ। ସବୁ ଚେଷ୍ଟା ପରେ ଯେତେବେଳେ କେହି ବି ସଫଳ ହେଲାନି, ସେମାନେ ବିକ୍ରମ ପାଖକୁ ଗଲେ। ବିକ୍ରମ କହିଲେ କି ମୁଁ ପ୍ରତିଶୋଧ ନିଶ୍ଚୟ ନେବି। ଆଜି ଯାଏ କିଏ ବି ମୋତେ ଦୂରେଇବା ପାଇଁ ଚେଷ୍ଟା କରିନାହାନ୍ତି। ହେଲେ ସୀମାର ସାହସ କେମିତି ହେଇଛି, ଏବେ ତାକୁ ଦଣ୍ଡ ନିଶ୍ଚୟ ମିଳିବ। ପୁରା ସାହି ଲୋକ ତାକୁ ଜଣେ ଭଲ ଆଉ ଇଜ୍ଜତଦାର ସ୍ତ୍ରୀ ବୋଲି ଭାବୁଛନ୍ତି। ଆମେ ତାକୁ ତାର ସାହିରେ ଚରିତ୍ରହୀନ ବୋଲି ପ୍ରମାଣିତ କରିଦେବା। ସବୁ ଲୋକ ତାକୁ ଛି ଛି କରିବେ, ଧିକ୍କାରିବେ। ଏଥର ସମସ୍ତେ ମିଶି ସୀମାଙ୍କ ଘରକୁ ଗଲେ। ଡରେଇବା ପାଇଁ ଅଜବ ଅଜବ ସ୍ୱର କାଢୁଥିଲେ, ଖରାପ କଥା କହୁଥିଲେ, ସୀମାଙ୍କ ଘରକୁ ପଥର ଫିଙ୍ଗୁଥିଲେ। ଏସବୁ ଦେଖିକି ସୀମା ଭଗବାନଙ୍କୁ ଡାକୁଥିଲେ, କିଏ ଭଗବାନ ମୋତେ ସାହାଯ୍ୟ କର। ଥରେ ସମସ୍ତେ କବାଟ ପାଖରେ ଛିଡ଼ା ହୋଇ ସୀମାଙ୍କୁ ଗାଳି ଦେଉଥିଲେ ତ କୁକୁର ଭୋକିଲା, ଆଉ ଭିତରେ କୁକୁର ଭୋକିବା ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଖଳ ପ୍ରକୃତିର ଲୋକ ଥିଲେ, ତେଣୁ ସେମାନଙ୍କ ମନକୁ ଏକ ଦୁର୍ବୁଦ୍ଧି ଆସିଲା। ତାଙ୍କ ଭିତରୁ ଜଣେ କହିଲା କି ତମେମାନେ ଜାଣିଛ ଯେ ସେ ସ୍ତ୍ରୀ ଲୋକ କାହିଁକି ଆମ କଥା ଶୁଣୁନି? କାରଣ ଏ ସ୍ତ୍ରୀ ଲୋକ କୁକୁର ସହିତ ଖରାପ ସମ୍ପର୍କ ରଖୁଛି, ଆଉ ଏକଥା ପୁରା ସାହିରେ ସେମାନେ ପ୍ରଚାର କରିଦେଲେ। ଏଇଟା ଏକ ଏମିତି ଅପପ୍ରଚାର ଥିଲା ଯେ ଶୁଣିକି ସମସ୍ତେ ମୁହଁରେ ହାତ ଦେଇଦେଲେ, ଆଉ ସମସ୍ତେ ବି ଟୁପୁରୁ ଟାପର ହେଲେ କି ଏଥିପାଇଁ ସେ ସ୍ତ୍ରୀ ଲୋକ ବୋଧେ ବାହା ହେଉନି। ସାହି ଲୋକ ଆଗରୁ ସୀମାଙ୍କୁ ଇଜ୍ଜତ ଦେଉଥିଲେ, ହେଲେ ଏ ଅପପ୍ରଚାର ପାଇଁ ସୀମାଙ୍କୁ ଖରାପ କହିବାରେ ଲାଗିଲେ। ଏକଥା ସୀମାଙ୍କ ପାଖରେ ପହଞ୍ଚିଲା, ଆଉ ସେ ସହିପାରିଲେନି। ଭଗବାନଙ୍କୁ ପ୍ରାର୍ଥନା କରିବାରେ ଲାଗିଲେ କି ଭଗବାନ, ମୁଁ ଜଣେ ଦୁଃଖୀ ଓ ବେସାହାରା ଲୋକ, କାହାର କିଛି ବି ମନ୍ଦ ଚିନ୍ତା କରିନି, ମୋତେ ସହାୟ ହୁଅ। ମୁଁ ଏମିତି ନିନ୍ଦା ବରଦାସ୍ତ କରିପାରିବିନି। ସୀମାଙ୍କୁ କାନ୍ଦିବାର ଦେଖିକି କୁକୁର ବି କାନ୍ଦି ପକାଇଲା, ହେଲେ ସୀମାଙ୍କ ହାତରେ କିଛି ନଥିଲା। ଏମିତି କିଛି ଦିନ ବିତିଗଲା। ସେହି ଅଞ୍ଚଳରେ ଜଣେ ସଚ୍ଚୋଟ ନେତା ରହୁଥିଲେ, ଯାହାଙ୍କୁ ସମସ୍ତେ ବହୁତ ଭଲରେ ଜାଣିଥିଲେ। କାହାର କିଛି ଅସୁବିଧା ଥିଲେ ସେ ତାକୁ ଦୂର କରିଦେଉଥିଲେ, ତେଣୁ ତାଙ୍କୁ ଲୋକମାନେ ବହୁତ ମାନୁଥିଲେ। ଏହାର ଫାଇଦା ନେଇ ବିକ୍ରମ ଓ ତାଙ୍କର ସାଥୀ ସାହି ଲୋକଙ୍କୁ ନେଇ ସେ ନେତାଙ୍କ ଘରକୁ ଗଲେ, ଆଉ ମିଛରେ କହିଲେ କି ଆମ ସାହିରେ ଜଣେ ସ୍ତ୍ରୀ ଲୋକ ରହୁଛନ୍ତି, ଯିଏକି ଜଣେ ଚରିତ୍ରହୀନା। ସେ କାହାରିକୁ ବି ଛାଡୁନି, ଏପରିକି ସେ ନିଜର କୁକୁର ସହିତ ଖରାପ ସମ୍ପର୍କ ରଖିଛି।
ଆଉ ତାର ଏପରି କାରନାମା ପାଇଁ ଆମ ସାହି ବଦନାମ ହେଉଛି। ଆମେ ତାକୁ ବହୁତ ବୁଝେଇ ସାରିଲୁଣି, କିନ୍ତୁ ସେ କାହାରି କଥା ବି ଶୁଣୁନି। ତେଣୁ ଆମେ ଚାହୁଁଛୁ କି ତାକୁ ଆମ ସାହିରୁ ବାହାର କରିଦିଆଯାଉ। ନେତା ଜଣକ ଜଣେ ଭଲ ହୃଦୟର ଲୋକ ଥିଲେ। ସେ ବିନା ପ୍ରମାଣରେ କିଛି ବି ନିଷ୍ପତ୍ତି ନେଉନଥିଲେ। ସେ ସମସ୍ତଙ୍କ କଥା ପୁରା ଧ୍ୟାନ ଦେଇ ଶୁଣିଲେ। ଆଉ ଶେଷରେ ତାଙ୍କର ଜଣେ ଲୋକକୁ କହିଲେ କି ଯାଅ ସେ ସ୍ତ୍ରୀ ଲୋକଙ୍କୁ ଡାକିକି ଆଣ। ଯେତେବେଳେ ସେ ଲୋକ ସୀମାଙ୍କ ଘରେ ପହଞ୍ଚି ସୀମାଙ୍କୁ ନେତା ଜଣକ ଡାକୁଥିବାର କହିଲେ, ସୀମା କହିଲେ କି ମୁଁ କାହିଁକି ସେଠାକୁ ଯିବି? ସେ ଲୋକ କହିଲେ କି ବୋଧେ କିଛି ନିଷ୍ପତ୍ତି ନେବାର ଅଛି, ଯାହା ପାଇଁ ତମେ ସେଠାରେ ରହିବା ନିହାତି ଜରୁରୀ। ସେଠୁ ସୀମା ସେ ଲୋକ ସହିତ ବାହାରି ଗଲେ। ଆଉ ନେତାଙ୍କ ଘରେ ପହଞ୍ଚିବା ପରେ ତାଙ୍କୁ ନେଇ ଆଉ ଗୋଟିଏ ରୁମରେ ବସେଇଲେ। ସୀମା ସେଠାରେ ପହଞ୍ଚିଯିବା କଥା କେହି ବି ଜାଣିପାରିଲେନି। ସେ ନେତା ଜଣକ ଯାଇ ପଚାରିଲେ କି ସୀମା, ତମ ନାଁରେ ସାହି ଲୋକ ଯାହା ଅଭିଯୋଗ କରୁଛନ୍ତି କ'ଣ ଠିକ୍? ସୀମା ଶୁଣିକି କାନ୍ଦି ପକେଇଲେ ଆଉ କହିଲେ କି ଆପଣ ତ ଜଣେ ସଚ୍ଚୋଟ ଆଉ ଭଗବାନ ପ୍ରେମୀ, ତେଣୁ ଯାହା ନିଷ୍ପତ୍ତି ନେବେ ସଠିକ ନିଷ୍ପତ୍ତି ନେବେ। ଏହାଠୁ ଅଧିକ ମୁଁ କିଛି ବି କହିବିନି। ସେଠୁ ନେତା ଜଣକ ସେ ରୁମରୁ ପଳେଇଲେ। ଆଉ ବିକ୍ରମ ଓ ତାଙ୍କ ସାଥୀଙ୍କ ପାଖକୁ ଯାଇ ସମସ୍ତଙ୍କୁ ଅଲଗା ଅଲଗା ରୁମରେ ବସିବାକୁ କହିଲେ। ପ୍ରଥମେ ବିକ୍ରମଙ୍କ ପାଖକୁ ଯାଇ ପଚାରିଲେ କି ଏବେ କୁହ, କେଉଁ କୁକୁର ସହିତ ସୀମାଙ୍କୁ ଯୋଡୁଛ? ସେ କୁକୁର କେଉଁ ରଙ୍ଗର? ବିକ୍ରମ ଟିକେ ଡରିଗଲେ, କାରଣ ସେ ଜମା ବି କୁକୁରକୁ ଦେଖି ନଥିଲେ। ସେ କହିଲେ ସେଇଟା କଳା ରଙ୍ଗର କୁକୁର। ପୁଣି ଅଲଗା ରୁମକୁ ଯାଇ ଆଉ ଜଣଙ୍କୁ ପଚାରିବାରେ ସେ କହିଲେ କି କୁକୁର ଲାଲ ରଙ୍ଗର। ପୁଣି ଅଲଗା ରୁମକୁ ଯାଇ ଆଉ ଜଣଙ୍କୁ ପଚାରିବାରେ ସେ କହିଲେ କି କୁକୁର ମାଟିଆ ରଙ୍ଗର। ପୁଣି ସେ ନେତା ସୀମାଙ୍କୁ ଡକେଇଲେ। ଆଉ ସୀମା ଯେତେବେଳେ କୁକୁର ସହିତ ସେଠାକୁ ଆସିଲେ, ସମସ୍ତଙ୍କ ଆଖି ବଡ ବଡ ହୋଇଗଲା। ଦେଖିବା ବେଳକୁ ସେ କୁକୁର ନା କଳା, ନା ମାଟିଆ, ନା ଲାଲ ରଙ୍ଗର ଥିଲା, ବରଂ ସେଇଟା ଗୋଟିଏ ସବୁ ରଙ୍ଗ ମିଶିବା ପରି ପ୍ରଜାତିର କୁକୁର ଥିଲା। ଏଥର ସେ ନେତା ଜଣକ ରାଗିଗଲେ। କହିଲେ ଯଦି ତମମାନେ ସୀମା ବିରୁଦ୍ଧରେ ଏମିତି ଅପପ୍ରଚାର କରିନଥାନ୍ତ, ତାହେଲେ ବୋଧହୁଏ ତମକୁ ଦଣ୍ଡ ମିଳିନଥାନ୍ତା। ସମସ୍ତେ ଏକ ସ୍ୱରରେ କହିଲେ ନା, ଆମେ ଠିକ କହିଛୁ। ଏ ସ୍ତ୍ରୀ ଲୋକର ଚରିତ୍ର ଖରାପ, ତାକୁ ଏ ସାହିରୁ ବିଦା କରିଦିଆଯାଉ। ସେଠୁ ନେତା ଜଣକ ରାଗିଗଲେ ଆଉ କହିଲେ କି ଆଚ୍ଛା, ତମେ ସବୁ ତ ସୀମା ବିରୁଦ୍ଧରେ ସବୁ କହିଦେଲ, ହେଲେ ଏବେ ଆଉ ଗୋଟିଏ ପ୍ରମାଣ ରହିଯାଇଛି। ସମସ୍ତେ ହସିକି କହିଲେ ଆଉ କି ପ୍ରମାଣ? ସେଠୁ ନେତା କହିଲେ କି ତମେ ସୀମା ସହିତ ଯେ କୁକୁରକୁ ଯୋଡୁଛ ସେ ନିଜେ ପ୍ରମାଣ ଦେବ। କୁକୁର ପ୍ରମାଣ ଦେବା କଥା ଶୁଣିକି ବିକ୍ରମ ସମେତ ସମସ୍ତେ ହସିବାରେ ଲାଗିଲେ। କହିଲେ କୁକୁର ପ୍ରମାଣ କେମିତି ଦେଇପାରିବ? ସେଠୁ ସେନା ଜଣକ କହିଲେ କି ଯଦି କେଉଁ ନିରୀହ ପ୍ରାଣୀ ଉପରେ ଅତ୍ୟାଚାର ହୁଏ, କୁକୁର କ'ଣ ପାହାଡ, ପର୍ବତ, ଜମି ସମସ୍ତେ ପ୍ରମାଣ ଦେଇପାରିବେ। କାହିଁକି ନା ଭଗବାନ ଜବାବ ଦେବାକୁ ଆସିଲେ ପଶୁ କ'ଣ ନିର୍ଜୀବ ଜିନିଷରେ ବି ଜୀବନ ଦେଇଥାନ୍ତି। ତାପରେ ସେ ନେତା ଜଣକ କୁକୁର ଆଡକୁ ଅନେଇକି କହିଲେ କି ଆଜି ସମସ୍ତଙ୍କ ଆଗରେ ତୋ ମାଲିକାଣୀଙ୍କର ଚରିତ୍ର ନିଲାମ ହେଉଛି। ତେଣୁ ଯଦି ଆଜି ତୁ ପ୍ରମାଣ ନ ଦେବୁ, ତାହେଲେ ଜଣେ ନିର୍ଦ୍ଦୋଷ ମହିଳା ଦୋଷୀ ପାଲଟି ଯିବେ। ତେଣୁ ତୁ ଏବେ ସତ କଥା କହ। ସେଠୁ ସେ କୁକୁର କ'ଣ ଭାବିଲା କେଜାଣି ନିଜ ଘରକୁ ଦୌଡ଼ିଲା। ଆଉ ଘର ଭିତରୁ ହାର୍ଡ ଡିସ୍କ ନେଇ ଆସିଲା। ଯେଉଁ ହାର୍ଡ ଡିସ୍କରେ ସୀମାଙ୍କ ଘର ବାହାରେ ଲାଗିଥିବା କ୍ୟାମେରାର ଭିଡିଓ ରହିଥିଲା। ଆଉ ଯେମିତି ସେ ନେତା ଜଣକ ହାର୍ଡ ଡିସ୍କ କମ୍ପ୍ୟୁଟରରେ ଲଗେଇ ଦେଖିଲେ, ଚମକି ପଡ଼ିଲେ। କାରଣ ସେଥିରେ ବିକ୍ରମ ଓ ତାଙ୍କ ଲୋକମାନେ ରାତି ଅଧରେ ଯାଇ ସୀମାଙ୍କ ଘରର କବାଟ ବାଡ଼ଉଥିଲେ। ଆଉ ଯେତେବେଳେ କବାଟ ନ ଖୋଲିଲା, ସେମାନେ ସୀମାକୁ ବଦନାମ କରିବା କଥା ଯୋଜନା କରୁଥିଲେ। କହୁଥିଲେ କି ସୀମାକୁ ନିଜ କୁକୁର ସହିତ ଖରାପ ସମ୍ପର୍କ ରଖିବା କଥା ସାହିରେ ପ୍ରଚାର କରିଦେବା, ଯାହା ଫଳରେ ସେ ନିନ୍ଦିତ ହୋଇଯିବ ଆଉ ଆମ ବାଟ ସରଳ ହୋଇଯିବ। ସୀମାଙ୍କ କବାଟ ପାଖରେ କ୍ୟାମେରା ଲାଗିଥିବା କଥା ବିକ୍ରମ ଓ ତାଙ୍କ ଲୋକମାନେ ଜାଣିନଥିଲେ। ଆଉ ତାଙ୍କ ଅଜାଣତରେ ତାଙ୍କ କଥା ସବୁ ରେକର୍ଡ ହୋଇଯାଇଥିଲା, ଯାହାକି ସବୁ ସ୍ପଷ୍ଟ କରିଦେଇଥିଲା
ନେତା ଜଣକ ଦେଖିକି ପୁରା ରାଗିଗଲେ ଆଉ ନିଷ୍ପତ୍ତି ନେଲେ କି ବିକ୍ରମ ସମେତ ତାଙ୍କ ସାଥୀଙ୍କୁ ସାହିରୁ କ'ଣ ସେ ଅଞ୍ଚଳରୁ ବିତାଡ଼ିତ କରାଯିବ। ଯଦି କେବେ ବି ସେମାନେ ସେହି ଅଞ୍ଚଳରେ ଦେଖା ଦିଅନ୍ତି ତାହେଲେ ସେମାନଙ୍କୁ ସମସ୍ତେ ମିଶିକି ପଥର ମାରିବେ। ସମସ୍ତେ ତାଙ୍କ ନିଷ୍ପତ୍ତି ମାନିନେଲେ ଆଉ ସମସ୍ତେ ମିଶିକି ବିକ୍ରମ ଓ ତାଙ୍କ ସାଥୀକୁ ସପ୍ତାହେ ସମୟ ଦେଲେ। ସପ୍ତାହେ ଭିତରେ ବିକ୍ରମ ଓ ତାଙ୍କ ସାଥୀ ଗାଁ ଛାଡ଼ିଦେଲେ। ସୀମା ସେଦିନ କାନ୍ଦି ପକେଇଥିଲେ କାରଣ ଭଗବାନ ତାଙ୍କୁ କୁକୁର ରୂପରେ ସାହାଯ୍ୟ କରିଥିଲେ। ତ କାହାଣୀଟି ଏତିକି ଥିଲା। ସ୍ୱାର୍ଥ ହାସଲ ପାଇଁ କାହା ଉପରେ ଏମିତି ମିଛ ଆରୋପ ଲଗେଇବା ଅନୁଚିତ ଅଟେ। ମହିଳାଙ୍କ ଉପରେ ତାଙ୍କ ଚରିତ୍ରକୁ ନେଇ ତ କଦାପି ନୁହେଁ। ଏକୁଟିଆ ମହିଳା ଦେଖିକି ଯଦି ଆମେ ଭାବିଦେଉ କି ତାଙ୍କ ସାଥିରେ କେହି ନାହାନ୍ତି ତାହେଲେ ଭୁଲ କଥା। କେହି ନଥିଲେ ବି ଉପରେ ଭଗବାନ ଅସହାୟଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସନ୍ତି। ସତରେ ଭଗବାନ ବେସାହାରାଙ୍କୁ ସହାୟତା କରନ୍ତି କି ନା କମେଣ୍ଟ ବକ୍ସରେ ଜଣାଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିବାକୁ ଜମା ବି ଭୁଲିବେନି। ଗତ ଭିଡିଓକୁ ଯେଉଁମାନେ ପୁରା ଦେଖିବା ସହିତ ଲାଇକ୍ ସେୟାର ଓ କମେଣ୍ଟ କରିଥିଲେ ସେମାନେ ହେଲେ ଅଶୋକ ପ୍ରଧାନ, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, ଦିଲ୍ଲୀପ ପୁଣ୍ଟିଆ ଭଦ୍ରକ, ଦୀପୁ ଅଗରପଡ଼ା, ଲକ୍ଷ୍ମୀପ୍ରିୟା ମହାନ୍ତି, ବାସନ୍ତୀ ମହାନ୍ତି, ଚିତ୍ତରଞ୍ଜନ ଦାସ ବାଲେଶ୍ୱର, ଯଶୋବନ୍ତ ରକ୍ସ ସୁନ୍ଦରଗଡ଼, କମ୍ବୁପାଣି ପ୍ରଧାନ ବୌଦ୍ଧ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।